ଆଜି ମା ଦୁର୍ଗାଙ୍କ ପାଦ ତଳେ ଅଧର୍ମ ବସନ୍ତ ମିଶ୍ରର ମଥାଲଟା କୋଟି କୋଟି ପ୍ରଣାମ ଜଣାଇ ଆଜି ମୁଁ ଆଲୋଚନା କରିବି ବରଷକେ ଥରେ ଆସିଛି ମାଙ୍କ ପୂଜା। ସମସ୍ତେ କହନ୍ତି ବରଷକେ ଥରେ ଆସୁଛି ମାଙ୍କ ପୂଜା, କିନ୍ତୁ ଆପଣମାନେ ଜାଣିଛନ୍ତି କି ବରଷରେ ଦିଥର ଆସେ ମାଙ୍କ ପୂଜା। ବରଷରେ ଦିଥର ଆସେ ମାଙ୍କ ପୂଜା। ତେଣୁକରି ମା ହେଉଛନ୍ତି ସଂହାରକର୍ତ୍ତା, ଭାଗ୍ୟ ବିଧାତା। ଦୁଷ୍ଟ ଜନଙ୍କୁ ସଂହାର କରି ଭକ୍ତ ଜନଙ୍କୁ ପାଳୁଛନ୍ତି ମା। ମାଙ୍କ ପାଦ ତଳେ ପୁଣି ଥରେ ଅଧର୍ମ ବସନ୍ତ ମିଶ୍ରର ମଥାଲଟା କୋଟି କୋଟି ପ୍ରଣାମ। ମା ଦୁର୍ଗା ଦେବୀ ଏମିତି ଠାକୁରାଣୀ ସିଏ। ଆଜି ମୁଁ ଆଲୋଚନା କରିବି ମା ଦୁର୍ଗାଙ୍କୁ ପୂଜା କରିବା ଦ୍ୱାରା ଆମକୁ କଣ କଣ ସବୁ ମିଳିଥାଏ, ଆଉ କୋଉଥିପାଇଁ ସମସ୍ତ ଭକ୍ତମାନେ ମାଙ୍କ ପାଦ ତଳେ ଲୋଟି ଯାଆନ୍ତି, ଆଉ ମାଙ୍କ ସେବା କରନ୍ତି, ମାଙ୍କ ପୂଜା ଅର୍ଚ୍ଚନା କରନ୍ତି। ମାଙ୍କ ଆଶୀର୍ବାଦ ପାଇଁ ସମସ୍ତ ଭକ୍ତ ଆଦିମାତାଙ୍କ ପୂଜା, ମା ଦୁର୍ଗା ହେଉଛନ୍ତି ଆଦିମାତା। ତେଣୁକରି ଆଜି ସୁନ୍ଦର ଜିନିଷଟି ମୁଁ ଆଲୋଚନା କରିବି ଯେ ମା ଦୁର୍ଗାଙ୍କ ପୂଜା କାହିଁକି କରାଯାଏ, ଆଉ କଣ ପାଇଁ ବା ଆମେ ଦୁର୍ଗାଙ୍କୁ ପୂଜା କରିଥାଉ। ମା ଦୁର୍ଗାଙ୍କ ପୂଜା କରିଲେ କଣ ହୁଏ, ମା ଦୁର୍ଗାଙ୍କୁ ପୂଜା କରିଲେ କଣ ଆମକୁ ମିଳିଥାଏ, ଆଉ କୋଉଥିପାଇଁ ଆମେ ମା ଦୁର୍ଗାଙ୍କୁ ପୂଜା କରିଥାଉ। ଆଜି ଗୋଟି ଗୋଟି କରି ସୁନ୍ଦର କଥାଟି ମୁଁ ଆଲୋଚନା କରିବି। ଏବେ ତ ମା ଦୁର୍ଗାଙ୍କ ନବରାତ୍ରି ଆରମ୍ଭ ହୋଇସାରିଛି। ମା ଦୁର୍ଗାଙ୍କ ନବରାତ୍ରି ଆରମ୍ଭ ହୋଇସାରିଛି। ତେଣୁକରି ଏତ ଖୁସିର କଥା, ଭାଗ୍ୟର କଥା। ମାଙ୍କୁ ଦର୍ଶନ କରନ୍ତୁ, ସମସ୍ତ ଇଚ୍ଛା ପୂରଣ କରନ୍ତୁ। ଏହି ଆଶା ବିଳାସାକୁ ନେଇ ଭିଡ଼ିଓଟିକୁ ମୁଁ ନିର୍ମାଣ କରିଛି। କିନ୍ତୁ ଧ୍ୟାନ ସେ ଶୁଣନ୍ତୁ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ। ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ଜାଣିପାରିବେ କୋଉଥିପାଇଁ ଏ ଭିଡ଼ିଓଟି ନିର୍ମାଣ ହେଇଛି, ଆଉ କଣ କଣ ସବୁ ଆପଣମାନଙ୍କୁ ମିଳିବ। ଆପଣମାନଙ୍କୁ ଯଦି ବିଦ୍ୟା ଦରକାର ଥାଏ, ତେବେ ମା ସରସ୍ୱତୀଙ୍କୁ ପୂଜା କରାଯାଏ, ଗଣେଶଙ୍କୁ ପୂଜା କରାଯାଏ। ଯଦି ଗାଡ଼ି ଘୋଡ଼ା ଲାଇନରେ ଅଛନ୍ତି, ଗ୍ୟାରେଜରେ ଅଛନ୍ତି, ତାହେଲେ କଣ ହୁଏ, ବିଶ୍ୱକର୍ମାଙ୍କୁ ପୂଜା କରାଯାଏ। ଆଉ ଯଦି ଆପଣଙ୍କୁ ଶକ୍ତି ପାଇବା ପାଇଁ ଶକ୍ତିର ଦରକାର ହୁଏ, ଦୁଷ୍ଟର ବିନାଶ